ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 110। ଦୁଇଟି ଆଲୋଚନା ସରିଛି। ଆଜି ଯୋଉ ପ୍ରଶ୍ନଟି ଆଲୋଚନା ରହିଛି ପଚରା ଯାଇଛି, ମାତ୍ର ଆପଣ ଯେଉଁ ଚାବିକାଠି କଥା କହିଲେ, ବୈଜ୍ଞାନିକ ମାନେ ଯେଉଁ ଚାବିକାଠିକୁ ହାସଲ କରିପାରି ନାହାନ୍ତି, ତାହାକୁ ଯଥାର୍ଥରେ ଏହି ଆତ୍ମା ବୋଲି କୁହାଯିବ ନାହିଁ କି? ଏହାକୁ ଜଡ଼ ଉପରେ ଆତ୍ମାର ଶକ୍ତି ବୋଲି କୁହାଯିବ। ଜଡ଼କୁ ପରିବର୍ତ୍ତନ କରିବା ଲାଗି ଆତ୍ମାର ଶକ୍ତି ଓ ଜଡ଼ ଜଗତରେ ନାନା ବିସ୍ମୟ ଘଟାଇବାର ଶକ୍ତି ବୋଲି ମଧ୍ୟ କୁହାଯିବ। ଆତ୍ମାର ପ୍ରକୃତରେ ଏହି ଶକ୍ତି ନାହିଁ କି? ଆ ଭିତରେ ଦିଟା ପ୍ରଶ୍ନ ସେ ଆଡ କରିଦେଲେ। ପ୍ରଥମ କହିଲେ, ଆପଣ ଯୋଉ କହିଲେ ଯେ ବୈଜ୍ଞାନିକ ମାନେ ସେ ଚାବିକାଠି ପାଇନାହାନ୍ତି, ସେ ଯୋଉ ଚାବିକାଠିଟି ଏଇଟା ଆତ୍ମା କଥା କହୁଛନ୍ତି କି? ତାପରେ କହିଲେ, ଆତ୍ମାର ଯୋଉ ଶକ୍ତି ଜଡ଼କୁ ପରିବର୍ତ୍ତନ କରିବା ପାଇଁ, ତାର ସେଇ ଶକ୍ତି ଅଛି କି ନାହିଁ? ଆତ୍ମାର ପ୍ରକୃତରେ ଏ ଶକ୍ତି ନାହିଁ କି? ତାପରେ କହୁଛନ୍ତି କଣ ନା, ଜଡ଼ ଜଗତରେ ନାନା ବିସ୍ମୟ ଘଟାଇବାର ଯୋଉ ଶକ୍ତି, ସେଇଟା ବି ଆତ୍ମାର ପ୍ରକୃତରେ ଏହି ଆତ୍ମାର ଶକ୍ତି ନାହିଁ କି? ମା ତାର ଉତ୍ତରେ କହୁଛନ୍ତି, ଏହାର ସେଇ ଶକ୍ତି ଅବଶ୍ୟ ରହିଛି ଏବଂ ତାହା ସେଇ ଶକ୍ତିକୁ ସତତ କାର୍ଯ୍ୟରେ ଲଗାଉଛି। ମାତ୍ର ମନୁଷ୍ୟର ଚେତନା ଏହା ବିଷୟରେ ସଜ୍ଞାନ ହୋଇ ରହିନାହିଁ ଏବଂ ଏହି କ୍ଷେତ୍ରରେ ଏହା ହିଁ ଏକ ବୃହତ ପାର୍ଥକ୍ୟ ଯେ ଏହା କ୍ରମେ ସେହି ସଜ୍ଞାନତା ହାସଲ କରିବାକୁ ଆରମ୍ଭ କରୁଛି। ମାତ୍ର ଏହା ଏପରି ଏକ ବିଷୟରେ ସଜ୍ଞାନ ହେବାକୁ ଆରମ୍ଭ କରୁଛି ଯାହାକି ସର୍ବଦା ବିଦ୍ୟମାନ ରହିଛି ଏବଂ ଯାହାର ଅସ୍ତିତ୍ୱକୁ ଅନ୍ୟମାନେ ସ୍ୱୀକାର କରୁନାହାନ୍ତି, କାରଣ ସେମାନେ ତାହାକୁ ଦେଖିପାରୁନାହାନ୍ତି। ଏଇଠି ମା କହୁଛନ୍ତି ଯେ ଆମେ ସେଇ ସଜ୍ଞାନତା ହାସଲ କରିନାହୁଁ, କିନ୍ତୁ ସଜ୍ଞାନତା ହାସଲ କରିବାକୁ ଆରମ୍ଭ କରୁଛୁ ଏବଂ କହିଲେ ଏଇ ଯୋଉ ସଜ୍ଞାନ ଯିଏ ଆରମ୍ଭ କରୁଛି, ସେ ଶକ୍ତି ସର୍ବଦା ବିଦ୍ୟମାନ ରହିଛି। ବର୍ତ୍ତମାନ ପାଇଁ ଯାହାର ଅସ୍ତିତ୍ୱକୁ ଅନ୍ୟମାନେ ସ୍ୱୀକାର କରୁନାହାନ୍ତି, କିନ୍ତୁ ସେ ରହିଛି। ଗୋଟିଏ ସରଳ କଥା ଦେଖନ୍ତୁ, ଯୋଉମାନଙ୍କର ବୟସ ଅଧିକ ହେଇଗଲାଣି ସେମାନଙ୍କୁ ପଚାରିଲେ ଆମେ ବୁଝିପାରିବା, ସେମାନେ କହିପାରିବେ ଏବଂ ସେମାନଙ୍କ ସହିତ ମୁଁ ବି ଅନେକଙ୍କ ସହିତ କଥା ହେଇଛି, ସେମାନେ କୁହନ୍ତି ଯେ 1950 ପୂର୍ବରୁ ଏବଂ 1965 ପରେ, 50 ରୁ 65 ଟା ଗୋଟେ ଟ୍ରାନଜିସନାଲ ପିରିୟଡ, 50 ପୂର୍ବରୁ ଯେତିକି ଅଗ୍ରଗତି ହେଇଥିଲା ଭୌତିକ ଜଗତରେ, 50 ରୁ 65 ଟିକେ ଟିକେ ମାନେ ଯେମିତି ଟିକେ ଚେଞ୍ଜ ହେଇଗଲା, ଅଗ୍ରଗତି ଟିକେ 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 ଆରମ୍ଭ ହେଇଗଲା, କିନ୍ତୁ 65 ପରେ ଫାଷ୍ଟ ଚେଞ୍ଜ ହେଇ ହେଇ ଚାଲିଛି। ମାନେ ଏତେ ଶୀଘ୍ର ଶୀଘ୍ର ପରିବର୍ତ୍ତନ ହେଇଯାଉଛି, ତାହା ଆଗରୁ କେବେ ହଉନଥିଲା। ତାପରେ ଏବେ ଦେଖନ୍ତୁ, 5-10 ବର୍ଷ ଭିତରେ, ମାନେ ଯେମିତି କାଲି ଯୋଉ ଟେକ୍ନୋଲୋଜି ଥିଲା, 3 ବର୍ଷ ପରେ ସେ ଟେକ୍ନୋଲୋଜି ପୁରୁଣା ହେଇଗଲା, ଆଉ ସେ ଟେକ୍ନୋଲୋଜି କାମ କରୁନି, ସାଙ୍ଗେ ସାଙ୍ଗେ ନୂଆ ଡିସ୍କଭରି ହେଇଗଲା। ଇଏ ହେଲା ଗୋଟିଏ ଦିଗ। ସେଇ ବୟସ୍କ ବ୍ୟକ୍ତି ମାନଙ୍କ ମତରୁ ଯାହା ଯାହା ମୁଁ ଶୁଣୁଥିଲି କହୁଛି, ସେମାନେ କୁହନ୍ତି ଯେ ଆମ ଥିଲା ବେଳେ, ଆମର ଯେତେବେଳେ ଯୁବକ ବୟସ ଥିଲା, ସେତେବେଳେ ମାନେ ସେଇ ପୂର୍ବ ସମୟରେ ବଡ ବଡ ନେତା ମାନେ, ଯେମିତି ରାଜା ଜମିଦାର ଯୋଉମାନେ ଥିଲେ, ସେଇ ଧରଣର ଧନିକ ଶ୍ରେଣୀର ବ୍ୟକ୍ତି ଯେତେ ପ୍ରକାରର ଅପରାଧ କଲେ ମଧ୍ୟ ସେମାନଙ୍କୁ ଯେ ଦଣ୍ଡ ମିଳିବ, ଏଇ କଥା କସ୍ମିନ କାଳେ କେହି ଭାବି ପାରୁନଥିଲେ। ସେମାନେ ସବୁବେଳେ ଯେମିତି କହନ୍ତି, ମାନେ ସେଇ ଅପରାଧ ବଦମାସି କରି କରି ଚାଲନ୍ତି ଏବଂ ବେଧଡକ ଚାଲନ୍ତି। କେହି କଳ୍ପନା କରିନଥିଲେ ଯେ ନେତା ଜଣେ କେବେ ଜେଲ ଯିବେ। କିନ୍ତୁ ଦେଖନ୍ତୁ, ସେ ସବୁ ପରିବର୍ତ୍ତନ କେତେ ତୀବ୍ର ଭାବରେ ହଉଛି। ତେଣୁ ଏବେ ଆପଣ ଯେ ଭୁଲ କହିବେ, ଅପରାଧ କରିବେ, ସତ୍ୟକୁ ବିରୋଧ କରିବେ, ବର୍ତ୍ତମାନ ପରମ ସତ୍ୟକୁ ବିରୋଧ କରିବା ଦିଗରେ
अन्य माने कई ये एनालिसिस करना जो भौतिक जगत रे लोक किंतु सामान्य साधारण दिगरे मध्य एते परिवर्तन ହେଇଛି एटा देखा जाଉଛି जे अपराध करके बंची पारिबे नाहंती जेते जहाँ हेले भी जेड़े बड़ जेते बड़ हाथ थाऊ जेते बड़ मंत्री नेता जे हुंतु सब फालरे पडुचंती आउ गोटे कथा हेबे देखो डिजिटलाइजेशन एते तीव्र हो गला परे केते गुडे कथा बदलिबार देखा जाऊ देखंतु प्रथम कथा हला आपण ट्रांसपेरेंसी हवा पई बाध्य जोटा कि आमे लुचेई रखिबा मिथ्याचार रे प्रवृत्ति हेकि रहउथुलु एवं निष्ठाहीनता भितरे रहउथुलु हाँ म एटा अछि अछि चली जीव नाही कि नाही एबे आउ चली जीव नाही बोली कहिले हबो नाही छोटिया आधार परिवर्तन टीए आगुरु आमे एठी जाई 40 टंका तापर धीरे धीरे एबे 50 टंका हैला देगिरी परिवर्तन कर दे आस्थिले वर्तमान आउ आधार परिवर्तन कला बेलକୁ दुनिया बुलिबा को पडुची भुवनेश्वर जीवा को पड़िबो आउरी केते केते पैरामीटर कर देछ तमे एबे ठारू सबु आडे ना एवं अन्य जिनस सब गोटे ट्रांसपेरेंसी रखिया को बाध्य जो माने व्यवसाय करूचंती व्यवसाय रे लुचा छपा काम करिबा गोटे जेमती गोटे जनरल कथा थिला स्वाभाविक कथा थिला सेथिपई कथारे थिला कोन जे व्यापार रे मिछ कहले चलिबो वर्तमान व्यापार रे मिछ कहले लोक धरी दउछन सीधा सब ओपन हो गला रेट रे भी जदि किए कुछ आज्ञा एति की पूरा किणा पड़ुची कौन है एति किणा पड़ुची हेई पूरा ई रेट रे आसुची जणा नहीं कौन तेणु कौन सी प्रकार रे आपण मिथ्याचार करी कपट आचरण करी अपराध करी सत्य को विरोध करी आपण बंची परिबे नाही आपण एक्सपोज हेई जिबे ही हेई जी ता भीतर केते जण कोन करूचंती न करूचंती सेटा होला कथा किंतु कथाटी होउची से शक्तिर क्रिया फल रे मनीष निजे जदि न चाहूची परिवेश परिस्थिति एमिति हेई गलानी जे आपण माने सत्यवादी सत्यवादी माने कथा कहबा को सत्य रे आचरण करिबा निष्ठा पर हवा पई बाध्य हेबे आ बाट नाही आपण कोनोसी प्रकार रे कोनोसी जिंस को लुचै परिबे ना मत गोटे उदाहरण दउची मा को उदाहरण स्वरूप एही विषयटू को अध्ययन करिया लगी मोर सुजोग होईची मो लगी जावतीय परिस्थिति चरित्र जावतीय घटना और जावतीय सत्ता केतेक निर्दिष्ट विधान द्वारा ही परिचालित होउछन एवं सेही विधान गुडी को आदौ अति कठोर नुह मात्र मु सेही विधान गुडी को अनुभव करि पारे एवं सेही गुडी कर सहाय्य रे ही सब देखि पारे एथिरु एही कथा उपजीव सेथिरु सेही कथा उपजीव एवं सेही व्यक्ति एहीपरि होइथिवर ता लागि अवश्य एही घटना घटिबो यह क्रम अधिकरु अधिक सुनिर्दिष्ट भाव में घटू देखो जोटा आम सब कथा हो कन्सिक्वेन्स कौन कर घटो यही घटना गोटे माँ कह यहाँ अधिकरु अधिक एवं सुनिर्दिष्ट भाव में घटू माने स्पेसिफिक व्यक्ति स्पेसिफिक है घटना घटू जो व्यक्ति जो प्रकार गोटे छोटिया भावना रे चिंता रे आपण जदि निजर भावना निजर चिंता को देखुवे देखुथिबे जे मु कौन भाविली मु को प्रकार चिंता करूची जदि ताकू देखुथिबे तेबे देखंतु आपणको जीवनर परिवेश परिस्थिति घटना गुड़िक ताकू आघात दबा पाई सेथिरे जे जो चिंता करथिले जो भावना करथिले से भावनाटा जे घटिला एवं आपणको एमि हैरान कला सेटा देखै दबा पाई घटना गुड़िक परिस्थिति गुड़ा घटुची ता आपण जानि परिबे सचेतन हेई परिबे से सुजोगटी आम पाखु एबे आसीगला एते आम पाई उपलब्धि हो गलानी कारण अतिमान शक्ति जेहेतु वातावरण भितर काम करुची तेणु प्रत्येक व्यक्ति को तार दुर्बलता तार अग्रगति पाई कौन आवश्यक ये जिनसटी से माननकु देखाई दिया जाउची
କିନ୍ତୁ ଆମେ ଅନେକ ଜାଗାରେ କଣ କରୁଛନ୍ତି, ଆଖି ବୁଝି ଅନ୍ଧ ଭଳି ନାଟକ କରି କଣ କରୁଛନ୍ତି ନା ତାକୁ ଆମେ ହେୟଜ୍ଞାନ କରୁଛନ୍ତି। ତେଣୁ ତାର ପରିଣାମ ଘଟିବ। ସେଥିପାଇଁ ଯୋଉ କୋଉ ବ୍ୟକ୍ତି କୋଉ ଭଳି ଭାବରେ ଘଟୁଛନ୍ତି ସେଇ ଅନୁସାରେ କଣ ହଉଛି ମା ଲେଖୁଛନ୍ତି ଏଗୁଡିକ ଅଧିକରୁ ଅଧିକ ସୁନିର୍ଦ୍ଦିଷ୍ଟ ଭାବରେ ଘଟୁଛି। ଆଉ ଏହି କାରଣରୁ ହିଁ ଆବଶ୍ୟକ ହେଲେ ମଧ୍ୟ ମୁଁ ଭବିଷ୍ୟବାଣୀ କରିପାରିବି। ମାତ୍ର ସେଇ ରାଜ୍ୟର କାରଣ ଏବଂ ପରିଣାମର ଏହି ସମ୍ବନ୍ଧଟି ମୋ ଲାଗି ବେଶ ସ୍ପଷ୍ଟ ହୋଇ ରହିଛି। ମା ମା କହୁଛନ୍ତି, ମା ସେଠୁ ଥାଇକି ସବୁ ଦେଖୁଛନ୍ତି, ତେଣୁ ମା କହୁଛନ୍ତି ମତେ ସବୁ ସ୍ପଷ୍ଟ ଦେଖାଉ ଏବଂ ଘଟୁଥିବା ଘଟଣା ଗୁଡ଼ିକରୁ ମଧ୍ୟ ତାହାର ସମର୍ଥନ ମିଳିଯାଉଛି। ମାତ୍ର ଯେଉଁମାନଙ୍କର ଏହି ଦୃଷ୍ଟି ସାମର୍ଥ୍ୟ ନାହିଁ ଓ ଶ୍ରୀ ଅରବିନ୍ଦ ଯେପରି କହିଛନ୍ତି, ଯେଉଁମାନେ ଆତ୍ମା ବିଷୟରେ ସଚେତନ ନୁହନ୍ତି ସେମାନେ ବିଶ୍ୱାସ କରନ୍ତି ଯେ ଆହୁରି ଅନ୍ୟ ନାନା ଉପରିଭାଗୀୟ ନିୟମ ଅନୁସାରେ ବିଭିନ୍ନ ପରିସ୍ଥିତିର ସୃଷ୍ଟି ହେଇଥାଏ। ଏହି ବିଧାନ ଗୁଡ଼ିକୁ ସେମାନେ ବସ୍ତୁଚୟର ସ୍ୱାଭାବିକ ପରିଣାମ ବୋଲି ଭାବନ୍ତି। ସେଗୁଡ଼ିକ ଏତେ ସମ୍ପୂର୍ଣ୍ଣ ଭାବରେ ଉପରିଭାଗୀୟ ହୋଇ ରହିଥାନ୍ତି ଯେ ଗଭୀର ବିଶ୍ଳେଷଣ ପରିମାପକରେ ଆଦୌ ଉତ୍ତୀର୍ଣ୍ଣ ହୋଇପାରେ। ମା କହୁଛନ୍ତି ଯୋଉମାନେ ଏମାନେ ଦୃଷ୍ଟି ସାମର୍ଥ୍ୟ ନାହିଁ ସେମାନେ କୁହନ୍ତି ଯେ ନା ନା ଏଗୁଡାକ ଉପରୁ ଇଣ୍ଟରଫିୟର ହେଇ କାମ କରୁଛି। ମା କହୁଛନ୍ତି ନା, ମା କହୁଛନ୍ତି ମୁଁ ଦେଖୁଛି ଯୋଉ ବ୍ୟକ୍ତି ଏଠି କହିଲେ ଯେ କାହା ପାଇଁ କଣ ଘଟିବ ସେ ବ୍ୟକ୍ତି ବ୍ୟକ୍ତି ବିଶେଷ ବ୍ୟକ୍ତି ବିଶେଷ ସାପେକ୍ଷ ବ୍ୟକ୍ତି ବିଶେଷ ଅନୁସାରେ ସୁନିର୍ଦ୍ଦିଷ୍ଟ ଭାବରେ ତା ପାଇଁ ପରିବେଶ ପରିସ୍ଥିତି ତିଆରି କରାଯାଉଛି। ଏଠି ଲେଖିଲେ ନା, କହିଲେ ଅଧିକରୁ ଅଧିକ ସୁନିର୍ଦ୍ଦିଷ୍ଟ ଭାବରେ ଘଟୁଛି ବ୍ୟକ୍ତି କେନ୍ଦ୍ରିକ। ତେଣୁ ଲୋକ ଯୋଉମାନେ ଦୃଷ୍ଟି ସାମର୍ଥ୍ୟ ନାହିଁ ସେମାନେ କୁହନ୍ତି ନା ମ ଇଏ ଉପରୁ ବିଧିର ବିଧାନ କେ କରିବ ଆନ ସିଏ ଉପରୁ ଥିଲା, ତୁ ଭୁଲ କରିଥା ନ କରିଥା, ତୁ ଏହା କରିଥା ନ କରିଥା, ତୋ ପାଇଁ ଏହା ଘଟିବ। ସେମିତି ନାହିଁ, ଏଠି ଲେଖି ଦଉଛ। ଆଉ କେମିତି ଲେଖିଛନ୍ତି କହିଲେ ଯେ ଯୋଉମାନେ ଆତ୍ମା ବିଷୟରେ ସଚେତନ ନୁହନ୍ତି ସେମାନେ ବିଶ୍ୱାସ କରନ୍ତି ଯେ ଆହୁରି ଅନ୍ୟ ନାନା ଉପରିଭାଗୀୟ ନିୟମ ଅନୁସାରେ ବିଭିନ୍ନ ପରିସ୍ଥିତିର ସୃଷ୍ଟି ହୋଇଥାଏ। ସେଇଥିପାଇଁ ବେଳେ ବେଳେ ପ୍ରଶ୍ନ ଉଠେ ଯେ ଅହେତୁକି କୃପା ଅଛି କି ନାହିଁ। ମା ବାରମ୍ବାର କହୁଛନ୍ତି କୃପା ସଦା ସର୍ବଦା ସମସ୍ତଙ୍କ ଉପରେ ରହିଛି। ଯେ ଅହେତୁକି କୃପା ଯୋଉଟା ହେତୁ ନାହିଁ, ମାନେ କୌଣସି କାରଣ ବିହୀନ ଭାବେ କୃପା କରିବେ। ଆମେ ସେଇଥିପାଇଁ ଆମେ ଯୋଉମାନେ ଅଳସୁଆ, ଯୋଉମାନେ ଟିକେ ଶିଥିଳତା, ଯୋଉମାନେ ଟିକେ ନିଷ୍ଠାହୀନତା, ସେମାନେ କଣ କରନ୍ତି ସେଇଟାର ଗୋଟେ ପ୍ଲି ନିଜେ ତିଆରି କରିଛନ୍ତି। ଏଠି ମା ତ ସ୍ପେସିଫିକାଲି ମନା କରିଦେଲେ ସେଇଟାକୁ। କଣ କରିଛନ୍ତି ନା ତମର ଯୋଗ୍ୟତା ଥାଉ କି ନଥାଉ, କିନ୍ତୁ କୁହାଯାଇଛି, କଣ କୁହାଯାଇଛି ଏମାନେ କଣ ଭାବନ୍ତି ଆମେ ଏବେ ଆଲୋଚନା କରିବା। ମା କଣ କହିଲେ ଯେ ତୁମର ବାହ୍ୟ ଯୋଗ୍ୟତା ଅନୁସାରେ, କଣ କହିଲେ ଆଉଥରେ, ଯୋଉମାନେ ସିଦ୍ଧ ସାଧକ ଯୋଉମାନେ ଭଗବାନ ସହିତ ଯୁକ୍ତ ହେଇଛନ୍ତି ସେମାନେ ବି କହିଛନ୍ତି ମାସଙ୍କ କଥା ଯୋଉଗୁଡିକ ଠାରୁ ଟିକେ ମାସ ଆଉ ଟିକେ ଅଧିକ ଗଭୀର ଭାବରେ କହୁଛନ୍ତି ଯେ ଯୋଉମାନେ ବାହ୍ୟ ଯୋଗ୍ୟତାକୁ ଦେଖିକରି କୁହନ୍ତି ସେଗୁଡାକର କିଛି ଅର୍ଥ ନାହିଁ। ବାହ୍ୟ ଯୋଗ୍ୟତା ଅନୁସାରେ ଭଗବାନ ହୁଅନ୍ତୁ ବା ପରମ କୁହନ୍ତୁ ସିଏ ଉତ୍ତର ଦିଅନ୍ତି ନାହିଁ ବା ସିଏ କୃପା କରନ୍ତି ନାହିଁ। ବାହ୍ୟ ଯୋଗ୍ୟତା ଦେଖିକି, ବାହ୍ୟ ଯୋଗ୍ୟତା କହିଲେ କିଏ କେତେ ପଢିଛି, ସେମିତି କହନ୍ତି ନା, କିଏ କେତେ ଦାନ କରିଛି, କିଏ କେତେ ଦୟା ପରବଶ, ଏଇଟାକୁ କୁହାଯାଏ ଯେ ବାହ୍ୟ ଯୋଗ୍ୟତା। ବାହ୍ୟ ଯୋଗ୍ୟତା ଦେଖିକି ସିଏ କୃପା କରନ୍ତି ନାହିଁ ବୋଲି କହିଛନ୍ତି। ଏମାନେ ତାକୁ ପ୍ଲି ନେଲେ କଣ ଯେ ମୁଁ ଯାହା ବି କରେ ନା କାହିଁକି ଅହେତୁକି କୃପା ଯଦି ମୋ ଉପରେ ହୁଏ ତେବେ ମୋର ସବୁ ଗୁଣ ମାଫ। କିନ୍ତୁ ସେୟା ନୁହେଁ। ଯୋଉଟାକୁ ଆମେ ଅହେତୁକି କୃପା ବୋଲି କହୁ ତାର ପଶ୍ଚାତକୁ ଯାଇକି ଦେଖିବେ ଜନ୍ମ ଜନ୍ମାନ୍ତର ଧରି ସିଏ ପ୍ରଚେଷ୍ଟା କରି ଆସିଛି ଏବଂ ଏହି ଜନ୍ମରେ ମଧ୍ୟ ସିଏ ବାହାରର ପରିସ୍ଥିତି କଣ ଘଟିଛି ସେଇଟା ନୁହଁ, ବାହାରର ପରିସ୍ଥିତିକୁ ସିଏ କିପରି ସମ୍ମୁଖୀନ ହେଉଛି, କେଉଁ ଚେତନାରେ ରହିକି ସମ୍ମୁଖୀନ ହେଉଛି ତାରି ଉପରେ ଡିପେଣ୍ଡ କରେ ତା ଉପରେ କୃପା କେତେ ଆସିବ କି ନ ଆସିବ।
ତେଣୁ କୃପା ସବୁବେଳେ ହେତୁ ବିଶିଷ୍ଟ, ଅହେତୁ କି ଆମକୁ ଦେଖାଯାଉଛି। କାହିଁକି ନା ଆମେ ଆତ୍ମାରେ ବସବାସ କରୁନାହୁଁ। କାହିଁକି ନା ଆମେ ଦେଖି ପାରୁନାହୁଁ ସିଏ କୋଉ ଚେତନାରେ ରହି କାର୍ଯ୍ୟ କରୁଛି। ତେଣୁ ଆମ ଦୃଷ୍ଟିକୋଣରୁ ସେଇଟା ହଉଛି ଅହେତୁକି କୃପା। କିନ୍ତୁ ସେ ବ୍ୟକ୍ତି ଚେତନାର ଯୋଉ ସ୍ତରରେ ରହିଛି, ଯଦି ଆମେ ଆତ୍ମାର ଚେତନାକୁ ଯାଇକି ପହଞ୍ଚି ପାରନ୍ତୁ ତାହେଲେ ଦେଖିପାରନ୍ତୁ ସିଏ ତାର ପ୍ରସ୍ତୁତି କେତେ ତୀବ୍ର ଭାବରେ ଚାଲିଛି। ତା ଉପରେ ତେଣୁ କଣ ହଉଛି, ଯୋଉଠି ଗ୍ରହଣଶୀଳତା ଅଧିକ ଥିବ ସେଇଠି କୃପା ଗୁଡିକ ବର୍ଷିବା ଦରକାର ନାହିଁ। କୃପା ଗୁଡାକ ସେଇଠି ଅଧିକ ରହିଯିବ। ଗ୍ରହଣଶୀଳତା ଅଧିକ ହେଇଗଲେ କୃପା ଗୁଡିକ କୃପା ବର୍ଷା ହଉଛି, କୃପା ବର୍ଷା ହଉଛି। ବର୍ତ୍ତମାନ ମୁଁ କଣ କଲି, ଓପନ କରିଲି। ଯେତିକି ଯେତିକି ଓପନ କରିବି ସେତିକି ସେତିକି କୃପା ମୋ ଭିତରେ ଧାରଣ କରିବାର ସାମର୍ଥ୍ୟ ମୋ ଭିତରେ ବଢି ବଢି ଚାଲିବ। ତେଣୁ ସେଇଟାକୁ ବାହାରୁ ଦେଖାଯାଏ ଅହେତୁକି କୃପା। କାହିଁକି ନା ଏଠି ସିଧାସଳଖ କହିଲେ ଯୋଉମାନେ ଆତ୍ମା ବିଷୟରେ ସଚେତନ ନାହାନ୍ତି ସେମାନେ କୁହନ୍ତି ଉପରି ଭାଗର ନିୟମ ଅନୁସାରେ ପରିସ୍ଥିତି ସୃଷ୍ଟି ହୁଏ। ମାଗୁନି କିନ୍ତୁ ବ୍ୟକ୍ତି କହୁନାହାନ୍ତି ଏଇ କଥା ହେଲେ ଏ କଥା ଉପୁଜିବ, ସେଇ କଥାରୁ ସେ କଥା ଉପୁଜିବ, ସେଇ ବ୍ୟକ୍ତି ଏପରି ହୋଇଥିବାରୁ ତାହା ଲାଗି ଏ ଘଟଣା ଅବଶ୍ୟ ଘଟିବ। ଏହା କ୍ରମେ ଅଧିକରୁ ଅଧିକ ସୁନିର୍ଦ୍ଦିଷ୍ଟ ଭାବରେ ଘଟୁଛି। ମାନେ ଏଇଟା କଲେ ଏଇଆ ହବ, ସେଟା କଲେ ସେଇଆ ହବ, ଏଇଟା ଅଧିକରୁ ଅଧିକ ସୁନିର୍ଦ୍ଦିଷ୍ଟ ଭାବରେ ଘଟୁଛି। ତେଣୁ ଅହେତୁକ ଯୋଉ ଆମେ କହୁଛନ୍ତି ସେଇଟା ଆମେ ଯେହେତୁ ଆତ୍ମାର ଚେତନାରେ ବସବାସ କରୁନାହୁଁ ତେଣୁ ଆମେ ତାକୁ କହୁଛୁ ଅହେତୁକ। ମୁଁ ଏହା ହିଁ କହିବାକୁ ଇଚ୍ଛା କରୁଛି ଯେ ମା କହୁଛନ୍ତି ଏଇ ଅନ୍ତର୍ଗତ ଜ୍ଞାନ ସେମାନଙ୍କର ମନରେ ପ୍ରତ୍ୟୟ ଆଣି ଦେବାକୁ ଆଦୌ ସମର୍ଥ ହୁଏ ନାହିଁ। ଏଣୁ ଯେତେବେଳେ କୌଣସି ଏକ ନିର୍ଦ୍ଦିଷ୍ଟ ଘଟଣା ବିଷୟରେ ମୁଁ ହଁ ଏହା ଏକ ଅତ୍ୟନ୍ତ ଅତ୍ୟନ୍ତ ସ୍ପଷ୍ଟ କଥା, ମୁଁ ଏହାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିପାରୁଛି, ଏହି କ୍ଷେତ୍ରରେ ମୁଁ ପରମେଶ୍ୱରଙ୍କ ଶକ୍ତି କାର୍ଯ୍ୟକାରୀ ହେଉଥିବାର ଦେଖିପାରୁଛି, ଏପରି ଏକ ଘଟଣା ଘଟିବାର ମୁଁ ପ୍ରକୃତରେ ଦେଖିଛି ଏବଂ ବସ୍ତୁତଃ ତାହା ହିଁ ଘଟିବାକୁ ଯାଉଛି ବୋଲି ପ୍ରତ୍ୟକ୍ଷ କରୁଥାଏ, ମୋ ଲାଗି ତାହା ଅତ୍ୟନ୍ତ ସ୍ପଷ୍ଟ ହୋଇ ଦେଖାଯାଉଥାଏ। ତା ପୂର୍ବରୁ କହିଲେ କଣ ନା ଅନ୍ୟମାନଙ୍କୁ ଯୋଉମାନଙ୍କର ନାହିଁ ସେମାନଙ୍କୁ ଏଇ ପ୍ରତ୍ୟୟ ଦେଇ ହବ ନାହିଁ। ମନକୁ ଏ ପ୍ରତ୍ୟୟ ମାନେ ବିଶ୍ୱାସ ଦେଇପାରିବ ନାହିଁ ଯେ ହଁ ଏହା ହିଁ ଏହା ଘଟୁଛି। କିନ୍ତୁ ମୁଁ ତାକୁ ସ୍ପଷ୍ଟ ଭାବେ ଦେଖୁଛି ଏବଂ ସେ ପରମେଶ୍ୱର ଶକ୍ତି କିପରି କାର୍ଯ୍ୟକାରୀ ହଉଛି ତାକୁ ମୁଁ ପ୍ରକୃତରେ ଦେଖିଛି ଏବଂ କଣ ଘଟିବାକୁ ଯାଉଛି ତାକୁ ମଧ୍ୟ ଦେଖୁଛି। ମୁଁ ଏହା ଅତ୍ୟନ୍ତ ସ୍ପଷ୍ଟ ମତେ ଦେଖାଯାଉଥାଏ। ମାତ୍ର ମୁଁ ଯାହା ଜାଣେ ତାହାକୁ ଆଦୌ ପ୍ରକାଶ କରି କହେ ନାହିଁ। ମୁଁ ଯାହା ଜାଣେ ତାହାକୁ ଆଦୌ ପ୍ରକାଶ କରି କହେ ନାହିଁ, କାରଣ ସେଇ ବ୍ୟକ୍ତି ମାନଙ୍କର ଅନୁଭବ ସହିତ ଏଇଟିର କୌଣସି ମେଳ ନଥାଏ। ସେମାନଙ୍କୁ ଏହା ହୁଏତ ଏକ ଅସମ୍ବନ୍ଧତା କିମ୍ବା ଛଳନା ପରି ଶୁଣାଯିବାର ଆଶଙ୍କା ରହିଥାଏ। ଅର୍ଥାତ୍ ଯେତେବେଳେ ତୁମ ନିଜର ସେଇ ଅନୁଭବଟି ନଥାଏ ସେତେବେଳେ ଆଉ ଜଣେ ବ୍ୟକ୍ତିର ଅନୁଭବ ତୁମକୁ କୌଣସି ପ୍ରତ୍ୟୟ ଦେଇପାରେ ନାହିଁ। ପ୍ରତ୍ୟୟ ମାନେ ବିଶ୍ୱାସ ଦେଇପାରିବ ନାହିଁ। ଆମେ ବୁଝିପାରିଲା ଭଳିଆ ଶବ୍ଦଟି କହୁଛି, ବିଶ୍ୱାସ ଦେଇପାରିବ ନାହିଁ। ଏହା ତୁମ ମନରେ ଆଦୌ କୌଣସି ପ୍ରତ୍ୟୟ ଜନ୍ମାଏ ନାହିଁ। ଯେ ପର୍ଯ୍ୟନ୍ତ ଆମର ସେଇ ଉପଲବ୍ଧି ନ ହେଇଛି ସେ ପର୍ଯ୍ୟନ୍ତ ସେଇ ଉପଲବ୍ଧି ବିଷୟରେ ସେ ଯିଏ ଯାହା ଯେତେ କହିଲେ ମଧ୍ୟ ଆମର ବିଶ୍ୱାସ ଆସେ ନାହିଁ, ଆସେ ନାହିଁ। ଯେତେବେଳେ ଉଦ୍ଧବ ଶ୍ରୀକୃଷ୍ଣଙ୍କ ସହିତ ଆଲୋଚନା କରୁଛନ୍ତି ସେତେବେଳେ ଉଦ୍ଧବ ଥିଲେ ଜ୍ଞାନ ଯୋଗୀ, ମାନେ ଜ୍ଞାନୀ ସାଧକ, ଜ୍ଞାନ ମାର୍ଗରେ ଥିଲେ। କିନ୍ତୁ ଶ୍ରୀକୃଷ୍ଣ ଭକ୍ତିରେ ସନ୍ତୁଷ୍ଟ, ସିଏ ଜମା ସେଟା ବୁଝି ପାରୁନଥିଲେ। ଭକ୍ତି କଣ କିନ୍ତୁ ଭଲ ପାଇକି କଣ ଭଗବାନ ପାଇ ହବ? ସେଥିରେ ତ ଭଲ ପାଇବାର ତ ଯେମିତି ହେଲେ ବି ଆବିଳତା ଆସକ୍ତି ସବୁ ରହିବ, ଏମିତି ସବୁ କେତେ କଥା। ଇଏ କେବଳ ଜ୍ଞାନ। ସେତେବେଳେ ଶ୍ରୀକୃଷ୍ଣ କହିଲେ, ଦେଖନ୍ତୁ ଶ୍ରୀକୃଷ୍ଣ ବୁଝଉନାହାନ୍ତି, କିଛି ବୁଝୁନାହାନ୍ତି। କାହିଁ ବୁଝୁନାହାନ୍ତି ନା ସେ ଜାଣିଛନ୍ତି ବର୍ତ୍ତମାନ ସେ ଯୋଉ ଚେତନାର ସ୍ଥିତିରେ ରହିଛି ସେଇ ଚେତନା ସ୍ଥିତିରେ ସିଏ ଯେତେ ବୁଝେଇଲେ ବୁଝିପାରିବ ନାହିଁ। ସେ ଯେ ପର୍ଯ୍ୟନ୍ତ କହିଲେନି ନିଜେ ପ୍ରତ୍ୟୟ ଅନୁଭବ ନ କରିଛି ସେ ପର୍ଯ୍ୟନ୍ତ ଅନ୍ୟ କଥା ଯାହା ବି ହେଲେ ସେ ତାକୁ ବିଶ୍ୱାସ କରିବ ନାହିଁ। କଣ କଲେ, କହିଲେ ହଉ ଠିକ ଅଛି, ଆଉ ତମେ ଗୋଟେ କାମ କର, ମୁଁ ଗୋଟେ ଚିଠି ଲେଖି ଦଉଛି,
ଆଉ ତମେ ଯାଅ ଗୋପପୁରରେ ଚିଠିଟା ଦେଇ ଦେଇକି ଆସିବ। କିନ୍ତୁ କେବେ ବି କହିବ ନାହିଁ ଯେ ମୁଁ ଆସିବି ନାହିଁ ବୋଲି। ମୁଁ ଯଦି ଆସିବି ନାହିଁ କହିବ ତାହେଲେ ସବୁ ଗଣ୍ଡଗୋଳ ହେଇଯିବ। ତମେ କିଛି କହିବ ନାହିଁ। ତମେ ଚିଠିଟା ନେଇଯାଅ, ଦେଇଦଉ, କହିବ ମୁଁ ପରେ ଆସିବି। ଉଦ୍ଧବ ଯାଉଛନ୍ତି କଣ ଚିଠିଟା ନେଇକିରି। ଉଦ୍ଧବ ଯୋଉ ରଥରେ ଯାଉଛନ୍ତି, ସେ ଆସି ପହଞ୍ଚିଲା ବେଳକୁ ରଥଟି ଆସୁଛି, ଯାଉଛି, କୃଷ୍ଣଙ୍କ ପାଖରୁ ଯାଇଛି। ତେଣୁ ସେ ରଥର ଯୋଉ ଥାର୍ଡ बाट ଦୂରରୁ କିଏ ଜଣେ ଦେଖିଦେଲା ଯେ ଗୋଟେ ରଥ ଆସୁଛି ଗୋପ ଆଡୁ। ସେତେବେଳକୁ ସେଇଟା ଦ୍ୱାରିକା ରେ ଗଲେଣି। ତେଣୁ ଏମାନେ ଯେମିତି ଦେଖିଦେଇଛନ୍ତି ରଥଟି ଆସୁଛି, ସାଙ୍ଗେ ସାଙ୍ଗେ ଖବର ହେଇଗଲା ଯେ କୃଷ୍ଣ ଆସୁଛନ୍ତି ବୋଲି। କାହିଁକିନା ଏ ପ୍ରକାର ରଥରେ ଆଉ କିଏ ଆସିପାରିବ। ତେଣୁ ସାଙ୍ଗେ ସାଙ୍ଗେ ଖବର ହେଇଗଲା କୃଷ୍ଣ ଆସୁଛନ୍ତି। ରାସ୍ତାଘାଟରେ ସବୁ ଆସି ମାନେ ଭର୍ତ୍ତି ହେଇଗଲେ। ଆଉ ରଥ କିଛି ବାଟ ଆସି ପହଞ୍ଚିଲା ବେଳକୁ ଏ ସବୁ ଆସିକି ବସୁଛନ୍ତି ଜମା ବନ୍ଦ, ଆଗକୁ ଯାଇ ହବନି। ଅନଉଛନ୍ତି କୃଷ୍ଣ ଓହ୍ଲଉନାହାନ୍ତି କାହିଁକି। ଅନେକ ସମୟ ପରେ ଉଦ୍ଧବ ଓହ୍ଲଉଛନ୍ତି। ସେ କାହିଁକି ତାଙ୍କୁ କାହିଁ ଅନେଇବେ, ତାଙ୍କ ସିଏ କିନ୍ତୁ ଅପେକ୍ଷା କରିଛନ୍ତି ଭିତରୁ କିଏ ଓହ୍ଲେଇବ ବୋଲି, କୃଷ୍ଣ ଓହ୍ଲେଇବ ବୋଲି, କିନ୍ତୁ କୃଷ୍ଣ ଓହ୍ଲଉନାହାନ୍ତି। କିଛି ସମୟ ପରେ ଇଏ ସେଠୁ ଇଏ ଦେଖୁଛନ୍ତି ତାଙ୍କ ଆଡେ କେହି ଅନଉନାହାନ୍ତି। ସେ ତ ଚାହିଁଛନ୍ତି ନା କୃଷ୍ଣ କେତେବେଳେ ଆସିବେ ବୋଲି। ତାପରେ ଉଦ୍ଧବ ଆସି କହୁଛନ୍ତି ମୋ ଆଡେ ଟିକେ ଚାହଁ, କୃଷ୍ଣ ମତେ ପଠେଇଛନ୍ତି। ତୁମର ସଖା କୃଷ୍ଣ ମତେ ପଠେଇଛନ୍ତି। ତୁମର ପ୍ରିୟର କୃଷ୍ଣ ମତେ ପଠେଇଛନ୍ତି। ତାପରେ ସମସ୍ତେ ତାଙ୍କ ଆଡକୁ ଚାହିଁଲେ। କହିଲେ ସିଏ ମୋ ହାତରେ ତୁମ ପାଇଁ ଗୋଟିଏ ଚିଠି ପଠେଇଛନ୍ତି। କାହିଁ କାହିଁ ସେ ଚିଠିଟି ଏକା ଥରେ ସବୁ ଝାମ୍ପି ଝୁମ୍ପିକିରି ସେ ଚିଠିଟାକୁ ଧରିଲେ। ଯାହା ଅବସ୍ଥା ହେଇଥିବ, ଖଣ୍ଡ 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 ଟୁକୁରା ଟୁକୁରା ହେଇଗଲା। ସମସ୍ତେ କାହା ହାତରେ ଏତିକି ଟିକେ ପଡିଲା, ଯାହା ପଡିଲା ସବୁ ଖଣ୍ଡ ଖଣ୍ଡ। କୃଷ୍ଣ ପଠେଇଛନ୍ତି ଚିଠି, ପଢିବାର ଆଉ ନାହିଁ। ଆହ, ଚିଠି ତ ଚିରିଗଲାଣି, ଆଉ କଣ ପଢେ। ଦେଖନ୍ତୁ, ଭକ୍ତି ଭାବରେ ସେ ଯୋଉ ରସଟା ରହିଛି ଏପର୍ଯ୍ୟନ୍ତ ବି ତାଙ୍କୁ ଟଚ୍ କରିନଥିଲା। ସେ ବର୍ତ୍ତମାନ ଆଶ୍ଚର୍ଯ୍ୟ ହଉଛନ୍ତି। ମୁଁ କହୁଛି କଣ ଇଏ ଜ୍ଞାନରେ ରହିଛନ୍ତି, କଣ ଇଏ ମୂର୍ଖ ଭଳିଆ ହଉଛନ୍ତି। ମୁଁ କଥା ଚିଠିଟା ପଢିଥାନ୍ତି, ଇଏ ଶୁଣିଥାନ୍ତେ କଣ ଲେଖିଛନ୍ତି କଣ ନାହିଁ, କିଛି ନାହିଁ, ଚିଠିଟାକୁ ଚିରଚାର ନେଇ ପଳେଇଲେ। ସେଠୁ ଖବର ତ ଅଲରେଡି ପହଞ୍ଚି ଯାଇଛି। ନନ୍ଦରାଜା ଆସି ପହଞ୍ଚଛନ୍ତି ପାଛୋଟି ନବା ପାଇଁ, କାହିଁକିନା ଯେହେତୁ କୃଷ୍ଣଙ୍କ ପାଖରୁ ଆସିଛନ୍ତି, ତାଙ୍କର ଅତି ବିଶେଷ ଆତିଥ୍ୟ ଦେବାକୁ ପଡିବ। ତେଣୁ ଉଦ୍ଧବକୁ ନେଇକି ରଖିଛନ୍ତି। ତାପରେ ଧୀରେ ଧୀରେ ଯେତିକି ଦିନ ଗୋପପୁରରେ ରହିଲେ, ସେମାନଙ୍କ ସଂସ୍ପର୍ଶରେ ଧୀରେ 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 ଆସି ସେଇଠି ସେ ଦେଖିଲେ ଅନେକ ଘଟଣା ଘଟିଛି, ତାକୁ ବର୍ଣ୍ଣନା କରି ହଉନାହିଁ। ଧୀରେ 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 ସେଇଠି ସେ ଭକ୍ତି ରସ ପାଇଲେ। ତେଣୁ ଯୋଉ କଥାରେ ଅଛି, ହରି ନାମେ କି ରସ ଅଛି, ପାନ କଲା ଲୋକ ତାହା ଜାଣିଛି। ତେଣୁ ଏଇଠି ସେଇ ଚେତନାରେ ରହିଲେ ସେ କଥାଟିକୁ ସେମାନେ ପ୍ରତ୍ୟୟ କରନ୍ତି ବା ବିଶ୍ୱାସ କରନ୍ତି। ଯେ ପର୍ଯ୍ୟନ୍ତ ବ୍ୟକ୍ତିର ନିଜର ସେ ଅନୁଭବ ହେଇନାହିଁ, ଅନ୍ୟ ଜଣେ ବ୍ୟକ୍ତିର ଅନୁଭବକୁ ସେ ପ୍ରତ୍ୟୟ କରିପାରେ ନାହିଁ। ତାପରେ ଉଦ୍ଧବ ସେଠୁ ଫେରିକି ଆସିଲେ ପୁରା ପ୍ରେମରେ ଉବୁଟୁ ଆଉ ପୁରା ଗୋପୀ ହେଇଗଲେ ନିଜେ। ତେଣୁ ଆମେ ଯେ ପର୍ଯ୍ୟନ୍ତ ନିଜର ବ୍ୟକ୍ତିତ୍ବ ଏବଂ ନିଜର ଆତ୍ମାକୁ ବ୍ୟକ୍ତିତ୍ୱକୁ ତିଆରି କରିନାହୁଁ, ଆତ୍ମାକୁ ଆବିଷ୍କାର କରିନାହୁଁ, ଚୈତ୍ୟ ସତ୍ତା ଆମ ଭିତରେ ପୂର୍ଣ୍ଣ ରୂପେ କାର୍ଯ୍ୟ କରିବା ପାଇଁ ଆମେ ବାଟ ଛାଡିନାହୁଁ, ତାକୁ ସମ୍ମୁଖକୁ ଆଣିନାହୁଁ, ସେ ପର୍ଯ୍ୟନ୍ତ ଆମେ ଯେତେ ଯାହା ଆଲୋଚନା କରୁଛନ୍ତି, ସେହି ଆଲୋଚନା ଗୁଡ଼ିକ କେବଳ ଆଲୋଚନା ହେଇ ରହୁଛି। ସେ ବିଷୟରେ ଆମର ପ୍ରତ୍ୟକ୍ଷ ଅନୁଭବ ହେଇପାରୁନାହିଁ ବୋଲି ଅନେକ ସମୟରେ ଆମକୁ ହତାଶ, ନିରାଶ, କିଛି ହେଇପାରିବ ନାହିଁ ଏମିତି ଲାଗୁଛି। ତେଣୁ ଆମେ ମାଙ୍କୁ ପ୍ରାର୍ଥନା କରିବା ଯେ ଆମେ ଚୈତ୍ୟ ସତ୍ତାକୁ କିପରି ଆବିଷ୍କାର କରିପାରିବା ଏବଂ ସେ ଯେପରି ଆମର
ବାହ୍ୟ ସମସ୍ତ କାର୍ଯ୍ୟକୁ ପରିଚାଳିତ କରିବ। ସେଥିପାଇଁ ଆମେ ଆସ୍ପୃହା ସହିତ ନିଷ୍ଠାପର ରହିବା ଏବଂ ନିରନ୍ତର ନାମ ଜପ କରିବା। ମା ମା, thank you all, Robert.